ପିଲାମାନେ ତୁମମାନଙ୍କୁ PM ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ତୁମମାନଙ୍କୁ ତ ପ୍ରାୟ ପିଲାମାନଙ୍କର କମେଣ୍ଟ ସେକ୍ସନ୍ ପଢ଼ିକି ମୁଁ ଜାଣିପାରୁଛି ଯେ ହିନ୍ଦୀ ଆଉ ସଂସ୍କୃତ ପିଲାଙ୍କର ବହୁତ ଭଲ ହେଇଛି। ସେଥିପାଇଁ ବିଜ୍ଞାନଟାକୁ ମଧ୍ୟ ଭଲ କରିବା ପାଇଁ ଚେଷ୍ଟା କର। ଦେଖ, ଗତକାଲି ମୁଁ ଭୌତିକ ବିଜ୍ଞାନର ସବଜେକ୍ଟିଭ୍ ପାର୍ଟର କ୍ୱେଶ୍ଚିନ୍ ଦେଖାଇ ଦେଇଥିଲି। ବର୍ତ୍ତମାନ ଆମେ ଯିବା ଜୀବ ବିଜ୍ଞାନକୁ, ଯେଉଁଟାକି 100% ରିଅଲ୍ କ୍ୱେଶ୍ଚିନ୍ ପାଟର୍ନ, ମାନେ ଏଇଭଳି କ୍ୱେଶ୍ଚିନ୍ ପାଟର୍ନ ହିଁ ତୁମର ପରୀକ୍ଷାରେ ଆସିବ। ତେଣୁକୁ ତୁମେ ସେଭଳି ଭାବରେ ପ୍ରସ୍ତୁତ ହେଲେ ନିହାତି ଭାବରେ ଭଲ ମାର୍କ ରଖିପାରିବ। ତେଣୁକରି ପିଲା ଆସ, ସମୟ ନଷ୍ଟ କରିବାନି। ବର୍ତ୍ତମାନ ଯିବା ଜୀବ ବିଜ୍ଞାନ ପ୍ରଶ୍ନପତ୍ରକୁ, ଆଉ ଦେଖିବା ଜୀବ ବିଜ୍ଞାନରେ କେମିତି କ'ଣ ସବୁ ପରୀକ୍ଷାରେ ପ୍ରଶ୍ନ ଆସିବାକୁ ଯାଉଛି। ପିଲାମାନେ ଦେଖ, ଖ ବିଭାଗ ଜୀବ ବିଜ୍ଞାନ ଏଭଳି କରି ଲେଖା ହେଇଥିବ। ଦେଖ ପିଲେ, 2 ମାର୍କ ପ୍ରଶ୍ନକୁ ପ୍ରଥମେ ଫୋକସ୍ କରିବା। ଦେଖ 4 ନମ୍ବର ଆଇରେ ରହିଛି ଅମ୍ଳ ବର୍ଷା କ'ଣ ବୁଝୁଛି, ଗ୍ଲୋବାଲ୍ ୱାର୍ମିଂ। ଅମ୍ଳ ବର୍ଷା କ'ଣ, କିମ୍ବା ଧମନୀ ଓ ଶିରା ମଧ୍ୟରେ ରକ୍ତର ସ୍ୱାଭାବିକ ଭାବେ କାହିଁକି ଜମାଟ ବାନ୍ଧି ନଥାଏ। ରକ୍ତ ଶିରା ମଧ୍ୟରେ ସ୍ୱାଭାବିକ ଭାବେ ଜମାଟ କାହିଁ ରକ୍ତ ବାନ୍ଧି ନଥାଏ। ଦେଖୁଛ ପିଲେ 2 ମାର୍କ ପ୍ରଶ୍ନ କେମିତି କ'ଣ ଆସୁଛି। ତେଣୁ ସେଇଭଳି ଭାବରେ କ'ଣ କରିବ, ପ୍ରିପାରେସନ୍ ହେବ। ଅପଘଟକର ଭୂମିକା ଲେଖ। କ'ଣ ସ୍ଥଳ ଲେଖା ହେଇଛି, ଏଇଟା ସ୍ଥୂଳ। କ'ଣ ବୋଲେ ସ୍ଥୂଳ ଓ ସୂକ୍ଷ୍ମ ପୋଷକ କ'ଣ ଲେଖିବ, ବୁଝିହେଲା। ତାପରେ ଦେଖ ପିଲେ, ବୃକକର ଅନୁଦୈର୍ଘ୍ୟ ଛେଦନ ନାମାଙ୍କିତ ଚିତ୍ର ଅଙ୍କନ କର। ସ୍ନାୟୁକୋଷର ଏକ ନାମାଙ୍କିତ ଚିତ୍ର ଅଙ୍କନ କର। ପିଲେ ଚିତ୍ର 2 ମାର୍କରେ ଆସିବ ନାହିଁ, ଚିତ୍ର 3 ନମ୍ବରରେ ଆସିବ। କେତେ? 3 ମାର୍କ ଆସିବ ହେଉଛି ଚିତ୍ର। ନେକ୍ସଟକୁ ଯିବା। ପିଲାମାନେ ଦେଖ, ମନୁଷ୍ୟ ହୃତ୍ପିଣ୍ଡ ଦ୍ୱାରା ରକ୍ତ ସଞ୍ଚାଳନ କିପରି ହୁଏ ବୁଝାଇ ଲେଖ। ଅମ୍ଳଜାନ ଚକ୍ର ବିଷୟରେ ଆଲୋଚନା କର। ଦେଖିପାରୁଛ ପିଲାମାନେ, ଏଇଟା 4 ମାର୍କର ପ୍ରଶ୍ନ ରହିଛି। ନେକ୍ସଟକୁ ଯିବା। ପିଲେ ଦେଖ, ଆଉ ଗୋଟେ ଲଙ୍ଗ କ୍ୱେଶ୍ଚିନ୍, 4 ମାର୍କର ପ୍ରଶ୍ନ। ମନୁଷ୍ୟର ଅଗ୍ରମସ୍ତିଷ୍କର ବିଭିନ୍ନ ଅଂଶ ଓ ତା'ର କାର୍ଯ୍ୟ ଲେଖ। ନଚେତ୍ ଅବକାର୍ଜନ ଚକ୍ରଟାକୁ ବୁଝେଇବ। ସରିଲା ପିଲେ, ତୁମେ ବ୍ୟସ୍ତ ହୁଅନି। ମୁଁ ତୁମକୁ ଯେଉଁ ସବୁ ସିଲେକ୍ଟିଭ୍ ଲଙ୍ଗ କ୍ୱେଶ୍ଚିନ୍ ଦେବି, ତାକୁ ସବୁ ପ୍ରିପାରେସନ୍ ହେବ। ତାର ଭିତରୁ ହିଁ ତୁମର ପରୀକ୍ଷାରେ ଆସିଯିବ। ନେକ୍ସଟକୁ ଯିବା। 3 ମାର୍କିଆ ପିଲେ ପ୍ରଶ୍ନ ଦେଖ। 3 ମାର୍କିଆ କ'ଣ ହେଉଛି ନା, ଅଗ୍ନାଶୟରୁ କ୍ଷେତ ହରମୋନ୍ର ନାମ, ଏହାର କାର୍ଯ୍ୟ ଲେଖିବ। ବାୟୁ ଉପଜୀବୀ ଶୋଷଣ, ଅପଜୀବୀ ଶୋଷଣ। ପିଲେ ଗୋଟେ କଥା କହି ରଖୁଛି, ଯେତେ ସାରା ପାର୍ଥକ୍ୟ ଦଶା ଅଛି ଜୀବ ବିଜ୍ଞାନରେ, ସବୁତିକ ପଢ଼ିକି କଭର କରିକି ଯାଅ। ତା ଭିତରୁ ଗୋଟେ ପ୍ରଶ୍ନ ତୁମର ଆସିଯାଏ ସବୁବେଳେ ପରୀକ୍ଷାରେ, ବା ଆସିଯିବ ବୋଲି ମଧ୍ୟ ତୁମମାନଙ୍କୁ ମୁଁ କହୁଛି। ଯେତେ ସାରା ପାର୍ଥକ୍ୟ ଦଶା ରହିଛି ଜୀବ ବିଜ୍ଞାନରେ। ନେକ୍ସଟକୁ ଯିବା। ପିଲାମାନେ ଦେଖ, ପରିସଂସ୍ଥାର ଉତ୍ପାଦକ, ଭକ୍ଷକ ଓ ଅପଘଟକର ଏକ ବିବରଣୀ ଦିଅ। ଏମିବାର ବହୁ ବିଭାଜନ ବଂଶବୃଦ୍ଧି ପ୍ରକ୍ରିୟା ବର୍ଣ୍ଣନା କର। ବୁଝିପାରିଲ, ଏମିବାର ବହୁ ବିଭାଜନ ପ୍ରକ୍ରିୟା ବର୍ଣ୍ଣନା କରିବ, ବଂଶବୃଦ୍ଧି ପ୍ରକ୍ରିୟା। 3 ମାର୍କିଆ ପ୍ରଶ୍ନ। ପିଲାମାନେ ଦେଖିପାରୁଛ 3 ମାର୍କିଆ ପ୍ରଶ୍ନ କେମିତି କ'ଣ ଆସୁଛି। ତେଣୁକରି ସେଇଭଳି ଭାବରେ କ'ଣ କର, ପ୍ରିପାରେସନ୍ ଏବେଠାରୁ ହୁଅ। ଟାଇଲିନ୍ କ'ଣ, ଏହାର କାର୍ଯ୍ୟ ଲେଖ। ନାସା ଗବେଷଣା ମୁଖ୍ୟ ରୋଷଣୀ କ'ଣ ଲେଖ। ବୁଝିପାରିଲା ପିଲେ। ତାମାନେ ତୁମମାନେ ଜାଣିଦେଲ 4 ମାର୍କିଆ 2ଟା ଲଙ୍ଗ କ୍ୱେଶ୍ଚିନ୍, ତାପରେ 3 ମାର୍କିଆ ଆସୁଛି 3ଟା, ତାପରେ 2 ମାର୍କିଆ ଆସୁଛି କେତେଟା ପିଲେ, 4ଟା। ବୁଝିପାରିଲ। 25 ମାର୍କର ପ୍ରଶ୍ନ ଏଇଭଳି ଭାବରେ ଆସୁଛି। ତେଣୁ ସେଇଭଳି ଭାବରେ କ'ଣ କର, ପ୍ରିପାରେସନ୍ ହେଇକି ଏକ୍ଜାମ୍କୁ ଯାଅ। ଆଉ ଗୋଟେ ଚିତ୍ର ମଧ୍ୟ ଭଲ ଭାବରେ ଅଭ୍ୟାସ କରିକି ଯିବ। ଚିତ୍ର 3 ମାର୍କରେ ଆସିବ।